ଚରମନାଥଙ୍କର ଜୟ ନ କହିଲା ପର୍ଯ୍ୟନ୍ତ ଆମ ଗାଡ଼ି ଗଡ଼ି ପାରିବ ନାହିଁ। ଯେତିକି ଜାଗା ଯୋଉଠି ପ୍ରବଚନ କରୁ ଚରମନାଥଙ୍କର ଜୟ ନ କଲା ପର୍ଯ୍ୟନ୍ତ ଗାଡ଼ି ଗଡ଼ିବନି, ସ୍କୁଲକୁ ବାଇକ୍ ଗଡ଼ିବନି, କିଛି ଗଡ଼ିବନି। କେବଳ ପ୍ରଥମେ ଆଗେ ଚରମନାଥଙ୍କର ଜୟ। ଇଏ ଗୋଟିଏ ନାମର କେତେ ମାଧୁର୍ଯ୍ୟ କେତେ ମହିମା ରହିଛି। କାହିଁକି ମୁଁ ପ୍ରାକ୍ଟିକାଲ ଆପଣମାନଙ୍କୁ କହିକି ଶୁଣଉଛି କେମିତି ଚରମନାଥ ସେ କେଶବ ନାମର କ'ଣ ମାଧୁରୀ ରହିଛି, କ'ଣ ମହିମା ରହିଛି। ଏ ନାମର ମାଧୁରୀକୁ ଶୁଣିଲେ ସିନା ନାହିଁ ଠାକୁରଙ୍କ ପ୍ରତି ଭକ୍ତି ଆସିବ। ଏ ଯଜ୍ଞକୁ ଆସିଛେ ଠାକୁରଙ୍କ ଭାଷାରେ ଅକୁଣ୍ଠିତ ଚିତ୍ତେ ଦାନ କରିବୁ, କରାଳ ଦାଉରୁ ମୁକ୍ତି ପାଇବୁ। ଏଠି ଆସିଛ ମାନେ ଏମିତି ସେମିତି ଆସିକି ଖାଲି ଆସିବା। ମତେ ଅନେକ ଭାଇମାନେ କହିଲେ ଆଜ୍ଞା ଆପଣଙ୍କୁ ଦେଖିବା ପାଇଁ କେତେ ଲୋକ ଆଜି ହେଇଛନ୍ତି। ଆରେ ଆମେ କ'ଣ ସୁନାନା ରୂପା ସମସ୍ତଙ୍କ ଭଳିଆ ଗୋଟେ ଶରୀର। ଆମେ ପଞ୍ଚମହାଭୂତିକ ଶରୀର ସମସ୍ତଙ୍କ ଭିତରେ ମିଳିତ ହେଇଛି। ଆମେ ବି ଠିକ୍ ସେଇଆ। ଆମେ ସମସ୍ତଙ୍କର କାରଣ ଏଠି ଯେଉଁମାନେ ସବୁ ତଳେ ବସି ଆପଣମାନେ ଠାକୁର କଥା ଶୁଣୁନାହାନ୍ତି। ଉତ୍ତର ଘଣ୍ଟ ଯଦୁମଣି ମହାପାତ୍ର ପରି କହିଥିଲେ, କହିଲେ ନିକିତି ତଉଲ ସ୍ଥାନ ବଡ଼କୁ ଭାରି ହୁଏ ଯିଏ ରହି ତଳକୁ। ନା ଉପରକୁ ତଳକୁ ମାନେ ଭାରି ହୁଏ ଯିଏ ରହି ତଳକୁ। ଯିଏ ଭାରି ସିଏ ତଳେ ବସନ୍ତି। ତେଣୁ ଆପଣମାନେ ସବୁଠୁ ଭାରି। କୋଉଥିରେ ଭାରି? ଆମଠୁ ଜ୍ଞାନରେ ଭାରି, ବୟସରେ ଭାରି, ଶକ୍ତିରେ ଭାରି, ସବୁଥିରେ ଆପଣମାନେ ଭାରି ବୋଲି ତେଣୁ ଠାକୁର ଆପଣମାନଙ୍କୁ ତଳେ ବସେଇଛନ୍ତି। ଆମେ ସବୁଥିରେ ହାଲୁକା, ଜ୍ଞାନରେ ହାଲୁକା, ବୟସରେ ହାଲୁକା, ଏପରିକି ଶକ୍ତିରେ ମଧ୍ୟ ଆମେ ହାଲୁକା। ଏଇଥିପାଇଁ ଠାକୁର କୋଉଠି ବସେଇଲେ? ଏ ଉପରେ ବସେଇଲେ। କହିଲେ ହାଲୁକାଟାକୁ ଏଇ ସମୟରେ ଖେଳ କରିବାକୁ ପଡ଼ିବ। ଏ ହାଲୁକାଟିକୁ ହିଁ ଉପରେ ବସେଇବାକୁ ପଡ଼ିବ, ଆଉ ଭାରିମାନଙ୍କୁ ତଳେ ବସେଇବାକୁ ପଡ଼ିବ। ତ ଆପଣମାନେ ସବୁଥିରେ ଭାରି ବୋଲି ବସିକି ଠାକୁର କଥା ଶୁଣୁଛନ୍ତି। ହଁ କହି ରଖୁଛି ଆପଣମାନଙ୍କ ପାଖରେ, ଯଜ୍ଞକୁ ଆସିଲା ମାନେ ଏମିତି ସେମିତି ନୁହେଁ। ତନ ମନ ଧନ ସବୁ ତେରେ ଅର୍ପଣ। ଏଠି ତନକୁ ଦେଇଦେବା, ଶରୀରକୁ ମଧ୍ୟ ନିଜର ବୋଲି ଠାକୁରଙ୍କୁ ସ୍ୱୟଂ ସମର୍ପିତ ହୋଇ କାୟରେ ମନରେ ବାକ୍ୟରେ ତନ ଶରୀରକୁ ମଧ୍ୟ ଯଜ୍ଞାଦି କ୍ରମରେ ଲିପ୍ତ ରଖିବା। ଯଜ୍ଞ ରସନା ନିଜ ଶରୀରକୁ ମଧ୍ୟ ଲିପ୍ତ ରଖିବା। ମନ ଘରେ ଥିବା ଖାଉଥିବା କିନ୍ତୁ ମନ ଯେମିତି ଯଜ୍ଞ ପାଖରେ ଥିବ, ତାହେଲେ ଯାଇକି ଆମମାନଙ୍କର ଇଏ ଯଜ୍ଞର ଶ୍ରମ ସଫଳ ହବ। ମୁଁ ଖାଉଥିବି, ଚା ପିଉଥିବି, ଯାହା ବି କିଛି କରୁଥିବି, କିନ୍ତୁ ମୋ ମନ ଥିବ କୋଉଠି? ନା ଯଜ୍ଞରେ। ଶରୀର ଖାଲି ଏଣେ ତେଣେ ଯଜ୍ଞ ଚତୁଃପାର୍ଶ୍ୱରେ ବୁଲୁଥିବ, କେବଳ ଯଜ୍ଞର ତଦାରଖ କରୁଥିବ କେମିତି କ'ଣ ଯଜ୍ଞ ଚାଲିଛନ୍ତି ବୋଲି। ତନ ମନ ଧନ ଆଉ ଧରଣା